এই ତେଣୁ ଜୟନାରାୟଣ ମିଶ୍ର ଏବଂ ତାରା ବାହିନୀପତିଙ୍କ ଭିତରେ କିଛି ଗଣ୍ଡଗୋଳ ଧସ୍ତାଧସ୍ତି ହେଇଥିଲା କି? ନାଇଁ ମୁଁ ପର୍ଟିକୁଲାର ସେମାନେ ସେତେବେଳେ ଆପଣ ମୋ ପୋଜିସନ ବି ଦେଖିପାରୁଥିବେ କାହା କିଛି ଦେଖା ହେଲା ଭଳିଆ ଅବସ୍ଥାରେ ନଥିଲି, କିନ୍ତୁ ପରେ ଶୁଣିଲି କି କଣ ଜୟନାରାୟଣ ମିଶ୍ରଙ୍କ କଲର ଇଏ ଧରିଥିଲେ, ଇଏ ତାଙ୍କ କଲର କଣ ଧରିଥିଲେ, ଏ କଥାଟା ସରିଲା ପରେ ଆଜି ଯୋଉ ବିଧାନସଭାରେ ଧସ୍ତାଧସ୍ତି ଦେଖିବା ପାଇଁ ମିଳିଲା, ରିଜିନ କଣ ବାବୁ? ନାଇଁ ଦେଖନ୍ତୁ 2 ଦିନ ହେଲାଣି, 2 ଦିନ କାହିଁକି ବିଧାନସଭା ଆରମ୍ଭ ଦିନଠୁ ଶୁକ୍ରବାରଠାରୁ ହଁ କଂଗ୍ରେସ ଏବଂ ବିଜୁ ଜନତା ଦଳ 2-3ଟି ପ୍ରଶ୍ନ ଉପରେ ବା 2-3ଟି କଥା ଉପରେ ଆଲୋଚନା ପାଇଁ ଚାହିଁଥିଲେ। ହୁଁ ପ୍ରଥମେ ବିଜୁ ଜନତା ଦଳ ବିଜୁ ବାବୁଙ୍କ ଉପରେ ଆଲୋଚନା ପାଇଁ ଚାହିଁଥିଲା। ବିଜୁ ବାବୁଙ୍କର ଜନ୍ମଦିନରେ ପଞ୍ଚାୟତ ରାଜ ଦିବସକୁ କାହିଁକି ହଟାଗଲା ସେଥିପାଇଁ ଆଲୋଚନା ମଧ୍ୟ ଚାହିଁଥିଲା। ଗତକାଲି ସେ ବିଷୟରେ ଆଲୋଚନା ହବାର ଥିଲା ଏବଂ ସମାନ ରୂପକ ଭାବେ କଂଗ୍ରେସ ମଧ୍ୟ ମହିଳା ନିର୍ଯାତନା କଥା କହିକି ସେମାନେ ଚାହୁଁଥିଲେ ଆଲୋଚନା ପାଇଁ। ଆମେ ସବୁ ବିଷୟରେ ଆଲୋଚନା ପାଇଁ ଗତକାଲି ଯେତେବେଳେ ବିଜୁ ବାବୁଙ୍କ କଥାକୁ ଆଲୋଚନାର ସମୟ ଥିଲା 12 ଘଣ୍ଟିକା ସମୟରେ, ସେତେବେଳେ କୋଉଠି ନା କୋଉଠି ବିଜୁ ଜନତା ଦଳ ଏବଂ କଂଗ୍ରେସ ସମାନ ଭାବରେ ମିଶିକି, ଯେହେତୁ ବିଜେଡି ଆଣିଛି ଏ ବିଷୟ, ସେ ପ୍ରଥମେ ଆରମ୍ଭ ନ କରିକି କଂଗ୍ରେସ ବାଲାଙ୍କ ଦ୍ଵାରା ଆରମ୍ଭ କରାଇଲେ, ହୋହଲା କରାଇଲେ ଏବଂ କିଭଳି ଭାବେ ବିଧାନସଭା ନ ଚାଲିବ ସେଥିପାଇଁ ପୂର୍ଣ୍ଣ ପ୍ରସ୍ତୁତି। ଏବଂ ଯୋଉ କଥା ମହିଳାଙ୍କ କଥା କହି କଂଗ୍ରେସ ସେ ଆଲୋଚନାକୁ ଆସୁଛି, ତେଣୁ ମହିଳା ବାଚସ୍ପତିଙ୍କୁ ବାରମ୍ବାର ଅପମାନିତ ସୂଚକ କଥା କହିବା, ବାରମ୍ବାର ତାଙ୍କ ଉପରକୁ କାଗଜ ଫୋପାଡିବା, ବାରମ୍ବାର ତାଙ୍କ ଉପରକୁ ପ୍ଲାକାର୍ଡ ଫୋପାଡିବା, ଏ କଥାରେ କୋଉଠି ନା କୋଉଠି କଂଗ୍ରେସର ଆଜି ଯୋଉ ଧସ୍ତାଧସ୍ତି କେମିତି ହେଲା ସେ ତ ବାବୁ? ମୁଁ କହୁଛି ଆଜ୍ଞା, ସେ କଥା ଯେତେବେଳେ ଚାଲିଥିଲା ଆଜି ବିଧାନସଭା ବାଚସ୍ପତି ଯେତେବେଳେ ତାଙ୍କ ସିଟରେ ଥିଲେ, ଏମାନେ ବାଚସ୍ପତିଙ୍କ ସେ ଯୋଉ ପୋଡିୟମ ଉପରକୁ ଉଠିବା ପାଇଁ ଚେଷ୍ଟା କରିଥିଲେ ତାରା ବାହିନୀପତି ଆଉ ଅନ୍ୟାନ୍ୟ କଂଗ୍ରେସ ନେତୃତ୍ୱ ତାଙ୍କ ସାଙ୍ଗକୁ ସାଥ ଦେଇଥିଲେ ବିଜୁ ଜନତା ଦଳର, ତାଙ୍କ ପଛଆଡୁ ଟେକୁଥିଲେ। ହଁ, ହୁଁ ସେଇଠୁ ବହୁତ ସମୟ ପର୍ଯ୍ୟନ୍ତ ଏ କଥା ଚାଲିଲା ଏବଂ କେବଳ ସେତିକି ନୁହେଁ, ବାଚସ୍ପତିଙ୍କ ସାମ୍ନାରେ ଯୋଉ ଟେବୁଲଟି ପଡିଥାଏ, ହୁଁ ଯୋଉଠି ରେକର୍ଡିଂ ଯିଏ ଯାହା କହିଲା ଲେଖା ହୁଏ, ସେ ଯୋଉ 3 ଜଣ ବସିଥିଲେ ବିଧାନସଭାର ଷ୍ଟାଫ, ତାଙ୍କୁ ମଧ୍ୟ ତାଙ୍କ ଠାରୁ ଇୟରଫୋନ ଛଡେଇ ନେବା, ତାଙ୍କୁ ସେଠୁ ହଟେଇ ଦେବା, ଏ କଥା ନିଜେ ତାରା ବାହିନୀପତି ମଧ୍ୟ କରିଥିଲେ ଏବଂ ତାକୁ ମଧ୍ୟ ଆମେ ସହିଥିଲୁ। ପରବର୍ତ୍ତୀ ଅବସ୍ଥାରେ ଯେତେବେଳେ ରାଜ୍ୟର ପ୍ରଗତି କଥାରେ ଜଣେ ମନ୍ତ୍ରୀ, ଅର୍ବାନ ମିନିଷ୍ଟର ବା ଗୃହ ଉନ୍ନୟନ ନଗର ଉନ୍ନୟନ ମନ୍ତ୍ରୀ ଏ କଥା ଉପରେ ପ୍ରଶ୍ନ ଉପରେ ଉତ୍ତର ରଖୁଥିଲେ, କଂଗ୍ରେସର ବନ୍ଧୁ ମାନେ ତାଙ୍କ ପାଖକୁ ମାଡି ଯାଇଥିଲେ, ତାଙ୍କ ମାଇକ୍ରୋଫୋନ ଭାଙ୍ଗି ଦେଇଥିଲେ ଏବଂ ତାଙ୍କ କାଗଜ ଛଡେଇବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କୁ ମିସବିହେଭ କରିଥିଲେ। ଏ କଥା ସିଏ ହାତ ଯୋଡିକି ଆପଣ ଦେଖିବେ କ୍ୟାମେରାରେ। ଏଇ ଭିଜୁଆଲ ଯାହା ଦେଖା ଯାଉଛି ଟିଭି ଚ୍ୟାନେଲରେ, ଶ୍ରୀଯୁକ୍ତ ହଁ ବାବୁ ସିଂ ଆପଣ ସେ ଧସ୍ତାଧସ୍ତି ମଝି ଭିତରେ ଅଛନ୍ତି? ହଁ ହଁ ନିଶ୍ଚିତ ଭାବେ ଯେତେବେଳେ ଏମାନେ ମାଡି ଯାଇଛନ୍ତି, ଆମେ ସମସ୍ତେ, ମୁଁ କାହିଁକି, ଆମେ ପାଖାପାଖି ଆମେ ଯୋଉମାନେ ଆଗ ଲାଇନର ପଛରେ ସେକେଣ୍ଡ ଲାଇନରେ ଥିଲୁ, ସମସ୍ତେ ଦୌଡା ଦୌଡି ହେଇକି ଯାଇକି ତାକୁ ପ୍ରତିରୋଧ କରିଛୁ। ଏ କଥା ଗଣତନ୍ତ୍ରରେ ହେଇପାରିବ ନାହିଁ, ବିଧାନସଭାରେ ଆଟଲିଷ୍ଟ ଆମେ ଥିବା ପର୍ଯ୍ୟନ୍ତ ଏ କଥା ହେଇପାରିବ ନାହିଁ। ଏ କଥା ସେ କଥା ଭିତରେ ମଧ୍ୟ ପେଲା ପେଲି ଠେଲା ଠେଲି ଚାଲିଥିଲା। ଏଇ ତେଣୁ ଜୟନାରାୟଣ ମିଶ୍ର ଏବଂ ତାରା ବାହିନୀପତିଙ୍କ ଭିତରେ କିଛି ଗଣ୍ଡଗୋଳ ଧସ୍ତାଧସ୍ତି ହେଇଥିଲା କି? ନାଇଁ ମୁଁ ପର୍ଟିକୁଲାର ସେମାନେ ସେତେବେଳେ ଆପଣ ମୋ ପୋଜିସନ ବି ଦେଖିପାରୁଥିବେ କାହା କିଛି ଦେଖା ହେଲା ଭଳିଆ ଅବସ୍ଥାରେ ନଥିଲି, କିନ୍ତୁ ପରେ ଶୁଣିଲି କି କଣ ଜୟନାରାୟଣ ମିଶ୍ରଙ୍କ କଲର ଇଏ ଧରିଥିଲେ, ଇଏ ତାଙ୍କ କଲର କଣ ଧରିଥିଲେ, ଏ କଥାଟା ସରିଲା ପରେ, କାରଣ ସେ ଧସ୍ତାଧସ୍ତି ଭିତରେ ଆମେ ଆଉ ଇଏ ଦେଖିବା ସମ୍ଭବ ନଥିଲା ସେଠି। ବିଧାନସଭା ପବିତ୍ର ଗୃହକୁ ଚଲେଇବା ଆମ ସମସ୍ତଙ୍କର, ବିରୋଧୀ ଦଳର ଶାସକ ଦଳର ଯେତିକି ଦାୟିତ୍ୱ, ବିରୋଧୀ ଦଳର ମଧ୍ୟ ସେତିକି ଦାୟିତ୍ୱ। ସେମାନେ ଯଦି ଜାଣି ଶୁଣି ଦିନକୁ ଖର୍ଚ୍ଚ ହଉଛି 70 ଲକ୍ଷ ଟଙ୍କା ସାଧାରଣ ଲୋକଙ୍କ ପଇସା, ଏବଂ ମତେ ସବୁଠାରୁ ଆଶ୍ଚର୍ଯ୍ୟ ଲାଗୁଛି ବିଧାନସଭାରେ ପ୍ରଶ୍ନ କାଳ ହଉଛି ବିରୋଧୀ ଦଳର ସମୟ, ସେଇଟା ବିରୋଧୀ ଦଳ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରି ଟ୍ରେଜେରୀ ବେଞ୍ଚର ମନ୍ତ୍ରୀ ମାନଙ୍କୁ ଅସୁବିଧାରେ ପକେଇଥାନ୍ତି, ସେତେବେଳେ ଅଫିସର ମାନେ ଥାନ୍ତି ତାଙ୍କୁ ଅସୁବିଧାରେ ପକେଇଥାନ୍ତି। ଏମାନେ ପ୍ରଶ୍ନ କାଳ ବନ୍ଦ କରୁଛନ୍ତି, ଯୋଉଟା କି ରାଜ୍ୟ ପାଇଁ ଅତି ଦୁର୍ଭାଗ୍ୟର ବିଷୟ ଏବଂ ଯିଏ ଯୋଉ ନିର୍ବାଚନ ମଣ୍ଡଳୀ ଆସୁଛନ୍ତି ତାଙ୍କ ସମସ୍ୟାକୁ ଠିକ ଭାବେ ତ ରଖିପାରୁନାହାନ୍ତି। ଶ୍ରୀତ ସିଂ ଆପଣ ସମର୍ଥନ କରୁଛନ୍ତି ଜୟନାରାୟଣ ମିଶ୍ରଙ୍କର ଷ୍ଟାଣ୍ଡକୁ? ନା ମୁଁ ତ ସେ କଥାରେ ଆଦୌ, ମୁଁ ତ ଗତ କାଲି ମଧ୍ୟ ଦେଇଛି, ସେଟା ତାଙ୍କର ପର୍ସନାଲ ବା ବ୍ୟକ୍ତିଗତ କଥା ଆଚ୍ଛା, ହେଇଥାଇପାରେ, ଆପଣ ଏଟା ତ ଦଳର ବହୁତ ଇତିହାସକୁ ବୁଝନ୍ତି ଭଲ ଭାବରେ ଶ୍ରୀଯୁକ୍ତ ବାବୁ ସିଂ, ଯେ ହଁ ପ୍ରକୃତରେ ଉତ୍କଳ କହିଲେ ତାହା କୋଶଳ ରାଜ୍ୟକୁ ନଉନି, କେବଳ ଉପକୂଳ ଓଡିଶାକୁ ବୁଝା ଯାଉଛି। ସେ ଯୋଉ ଯୁକ୍ତି କରୁଛନ୍ତି,
ବନ୍ଦେ ଉତ୍କଳ ଜନନୀ ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳର ସଙ୍ଗୀତ, ଓଡ଼ିଶାର ସଙ୍ଗୀତ ସେଇଟା ହେଇପାରିବ ନାହିଁ। ଓଡ଼ିଶା କହିଲେ କୋଶଳକୁ ବୁଝାଏ। ଆପଣଙ୍କର ମତ କ'ଣ ଏ ସମ୍ପର୍କରେ? ନାଇଁ ମୁଁ ତ ମତେ କାହିଁ ଲାଗୁନି ଏଇଟା ଇଏ କଥା ଠିକ କଥା ବୋଲି। ମୁଁ ଯେତିକି ପଢିଛି, ଅବଶ୍ୟ ମୁଁ ପୁରା ନ ପଢି ଥାଇପାରେ, ମୁଁ ଗୋଟେ ଇତିହାସର ଛାତ୍ର, ମୁଁ ସମ୍ପୂର୍ଣ୍ଣ ତଥ୍ୟ ମୋ ପାଖେ ନଥାଇପାରେ। ମୁଁ ଆଜି ମଧ୍ୟ ପଚାରୁଥିଲି, କାରଣ ଆଜି ସମୟ ନଥିଲା। ଆପଣ ଯୋଉ କଥା କହିଛନ୍ତି ଜୟଦାଙ୍କୁ ପଚାରୁଥିଲି, ସେ କହିଲେ ମୁଁ ତମକୁ ଡିଟେଲ୍ସ ମୁଁ କଣ କହିଛି, ସେ ମତେ କାହାଠୁ ଶୁଣିଲେ ଯେ ମୁଁ ସେ କଥାକୁ ବିରୋଧ କରୁଥିଲି। ମୁଁ କହିଲି ଆଦୌ ମୁଁ ଆପଣଙ୍କ କଥାକୁ ବିରୋଧ କରୁନାହିଁ, କାରଣ ଏଇଟା ଆମ ପାର୍ଟିର ଷ୍ଟାଣ୍ଡ ନୁହଁ। ଆମେ ପାର୍ଟିର ଷ୍ଟାଣ୍ଡ ହଉଛି ଓଡ଼ିଆ ଅସ୍ମିତା କଥା। ଯଦି ଆପଣ କମ ଇଏ କଥା, ସେ କହିଲେ ନାଇଁ ମୁଁ ତୁମକୁ ମୁଁ କଣ କହିଛି, ମୋ କଥା କଣ ତମକୁ ସମ୍ପୂର୍ଣ୍ଣ ଭାବେ ବୁଝେଇଦେବି, ତମେ ସେଇଥିରୁ ବୁଝି ସେ ଯାଇପାରିବ। ତ ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରୁଛନ୍ତି। ସେ କହୁଛନ୍ତି ଉତ୍କଳର ଜୟଗାନ କରି ଯୋଉ ସଙ୍ଗୀତ ବୋଲାଯିବ ତାକୁ ନାଇଁ ମତେ କାହିଁ ସେ କଥା କହିଲେନି। ମତେ କହିଲେ ଯେ ଉତ୍କଳ ସହିତ କଳିଙ୍ଗ ତାଙ୍କ ସେ ଯାହା ଯେତିକି ବୁଝିଛନ୍ତି, ମୁଁ କାରଣ ମୁଁ ତ ସମ୍ପୂର୍ଣ୍ଣ ଭାବେ କହିପାରିବି ନାହିଁ। ମୁଁ ତାଙ୍କ ସାଙ୍ଗେ ସମ୍ପୂର୍ଣ୍ଣ ଆଲୋଚନା କଲେ ପୂର୍ଣ୍ଣ ମାତ୍ରାରେ ବୁଝିପାରିବି। ସେତେବେଳେ ବି ଖଣ୍ଡ ବିଖଣ୍ଡିତ ହେଇକି କେତେବେଳେ କଳିଙ୍ଗ ନା ବେଳେ ବେଳେ ଅଲଗା ଥିଲା, କେତେବେଳେ କଳିଙ୍ଗ, କେତେବେଳେ ଉଡ୍ର, କେତେବେଳେ ଉତ୍କଳ, କେତେବେଳେ ଆସି ଓଡ଼ିଶାରେ ପହଞ୍ଚିଛି। କେତେବେଳେ କୋଉ ରାଜ୍ୟ କୋଉ ଅଞ୍ଚଳ ସେତେବେଳେ ଆମ ସାଙ୍ଗରେ ଲାଗିକି ଥିଲା, କୋଉ ଅଞ୍ଚଳ ଛାଡିକି ଥିଲା। ଏଇ କଥାଟାକୁ ମୁଁ ଅବଶ୍ୟ ସମ୍ପୂର୍ଣ୍ଣ ଭାବେ କହିପାରିବି ନାହିଁ। ଏଇ ଇତିହାସରେ ମୋର ପୂର୍ଣ୍ଣ ମାତ୍ରାରେ ତା ଉପରେ ଜ୍ଞାନ ନାହିଁ। ମୁଁ ନିଶ୍ଚିତ ଭାବେ ତା ଉପରେ ଧ୍ୟାନ କିନ୍ତୁ ଦେବି। ବନ୍ଦେ ଉତ୍କଳ ଜନନୀକୁ ଆପଣ ଗ୍ରହଣ କରୁଛନ୍ତି ନା ତାକୁ ରିଜେକ୍ଟ କରୁଛନ୍ତି? ନା ନା, ନିଶ୍ଚିତ ଭାବେ ବନ୍ଦେ ଉତ୍କଳ ଜନନୀ ଆମ ଆଞ୍ଚଳିକ ମାନେ ରାଜ୍ୟ ସଙ୍ଗୀତ। ସେ କହୁଛନ୍ତି ତାକୁ ନିଶ୍ଚିତ କୌଣସି ରାଜ୍ୟ ସଙ୍ଗୀତ ରହିପାରିବ ନାହିଁ, ଏହା ସୁପ୍ରିମକୋର୍ଟର ନିର୍ଦ୍ଦେଶ। ଆଉ କାହାର ଉତ୍କଳର ଜୟଗାନ କରୁଥିବା ଗୋଟିଏ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ବୋଲି କେମିତି କୁହାଯିବ? ନାଇଁ ମୁଁ ତ ତାଙ୍କ ମତକୁ ଆପଣଙ୍କ ପାଖେ ଇଏ କରିପାରିବି, ସିଏ ବେଟର ହବ ଆପଣ ତାଙ୍କୁ ପଚାରିବା। ଏଇଟା ହଉଛି ମୋର ପର୍ସନାଲ ମତ। ମୁଁ କିନ୍ତୁ କିନ୍ତୁ ଭାରତୀୟ ସିଏ ଜନତା ପାର୍ଟି ଏ ଇସ୍ୟୁକୁ ନେଇକି ଗୋଟେ ସମସ୍ୟା ଭିତରେ ପଡିଛି ବୋଲି ଆପଣ କହିବେ କି? ନାଇଁ ଦେଖନ୍ତୁ, ଏ କଥାକୁ ସେ ଜଣେ ବରିଷ୍ଠ ସଦସ୍ୟ ଏ କଥା ମତେ କାଲି ମଧ୍ୟ ପଚାରିଥିଲେ। ମୁଁ କହିଲି ଏ କଥାର ଉତ୍ତର କେବଳ ଆମ ବରିଷ୍ଠ ନେତୃତ୍ୱ ବା ରାଜ୍ୟ ସଭାପତି ହୁଅନ୍ତୁ ବା ବରିଷ୍ଠ ନେତୃତ୍ୱ ମାନେ ଦେଇପାରିବେ, କାରଣ ଏ ବିଷୟରେ ମୁଁ ଟିପ୍ପଣୀ ଦବା ଗୋଟେ ଠିକ କଥା ହବ ନାହିଁ। କିନ୍ତୁ ଦଳ ତେଣୁ ବର୍ତ୍ତମାନ ବନ୍ଦେ ଉତ୍କଳ ଜନନୀ ସପକ୍ଷରେ ଅଛି, ରାଜ୍ୟ ସଙ୍ଗୀତ ସପକ୍ଷରେ ଅଛି। ନିଶ୍ଚିତ ଭାବେ ଆପଣ ଦେଖୁଛନ୍ତି, ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଆସୁଛନ୍ତି ସେଠି ମଧ୍ୟ ବନ୍ଦେ ଉତ୍କଳ ଜନନୀ ବୋଲା ହେଇଛି। ଜାତୀୟ ସଙ୍ଗୀତ ସାଙ୍ଗରେ ବନ୍ଦେ ଉତ୍କଳ ଜନନୀ ମଧ୍ୟ ବୋଲା ହେଇଛି। ଆମେ ମଧ୍ୟ ଯୋଉଠିକି ଯାଉଛୁ, ଯେକୌଣସି କାର୍ଯ୍ୟକ୍ରମରେ ସେ ସବୁ ବନ୍ଦେ ଉତ୍କଳ ଜନନୀ ବୋଲା ହଉଛି। ଏଟାକୁ କାହାର ପର୍ସନାଲ ମତ କଣ ଥାଇପାରେ, ମୁଁ କହିପାରିବି ନାହିଁ। ବେଟର ହବ ସିଏ ତାଙ୍କଠୁ ଏ ଉତ୍ତର ଚାହିଁଲେ ଠିକ ହବ ମୁଁ ଭାବୁଛି। ବହୁତ ଧନ୍ୟବାଦ ସୁତ ବାବୁ ଆଜ୍ଞା ସିଂ, ଆଜ୍ଞା। ବହୁତ ଧନ୍ୟବାଦ।